ଯାହା ହଉ ଆଜି ଆମର ପ୍ରଥମ ଦିବସରେ ଅଙ୍କୁରା ଦିବସ କରାଯାଇଥିଲା। ଆଜି ଦ୍ୱିତୀୟ ଦିବସ। ଦ୍ୱିତୀୟ ଦିବସରେ ବହୁ ଲୋକଙ୍କ ସମାଗମରେ ଆମର ଜଳଯାତ୍ରା କାର୍ଯ୍ୟକ୍ରମ କରାଯାଇଛି। ଆମର 108 କଳସ ପାଇଁ ବ୍ୟବସ୍ଥା କରାଯାଇଛି। ଏବେ ଆମର ଜଳଯାତ୍ରା କାର୍ଯ୍ୟକ୍ରମ ସାରି ଭକ୍ତମାନେ ଆସିକି ଏଠାରେ ମନ୍ଦିର ପାଖରେ ଆସିକି ଉପସ୍ଥିତ ହୋଇଛନ୍ତି। ତାପରେ ଜଳଯାତ୍ରା ସରିବା ପରେ ଆମର ଆଉ କିଛି କାର୍ଯ୍ୟକ୍ରମ ଅଛି। କ'ଣ ନା ଧାନ୍ୟାଦିବାସ ଠାକୁର ହେବେ। ଧାନ୍ୟାଦିବାସ ପରେ ବିଶ୍ରାମ କରାଯିବ। ଆସନ୍ତା କାଲିର ପ୍ରୋଗ୍ରାମରେ ଯାହା କାଲି ପ୍ରୋଗ୍ରାମ ଯାହା ଥିବ ତାହେଲେ କାଲି ଆରମ୍ଭ କରାଯିବ ଅନ୍ୟ ପ୍ରୋଗ୍ରାମ ଗୁଡ଼ାକ ସବୁ। କିନ୍ତୁ ଆଜି ଏ ଜଳଯାତ୍ରା ପରେ ପରେ ଆମର ଅଧିବାସ କାର୍ଯ୍ୟକ୍ରମ କରାଯିବ। ଅଧିବାସ କାର୍ଯ୍ୟକ୍ରମ କରା ପରେ ବନ୍ଦ ରହିବ। 1969 ମସିହା ମାସରୁ ଏହି ଜାଗାରୁ ଦାରୁ ସୁଦର୍ଶନ ଦାରୁ ଯାଇଥିଲେ ପୁରୀ ଶ୍ରୀକ୍ଷେତ୍ରକୁ। ଆଜି ତାର ସେ ଛୋଟ ମନ୍ଦିରଟେ ଥିଲା। এই ମନ୍ଦିରର ଆଜି ବର୍ତ୍ତମାନ ବି ପ୍ରାଣ ପ୍ରତିଷ୍ଠା ଏବଂ ବିଗ୍ରହ ପୁରୀରୁ ଆସି ଏଠି ପ୍ରତିଷ୍ଠା କର୍ମ ଚାଲୁଅଛି ପଣ୍ଡିତମାନଙ୍କ ଦ୍ୱାରା। ଆଉ ବହୁ ଲୋକ ଆଜି ଜଳଯାତ୍ରା ଗୋତୀର୍ଥରୁ ଜଳ ଆଣି ବର୍ତ୍ତମାନ ବି ଏଠି ଉପସ୍ଥିତ ହୋଇଛନ୍ତି। ଆଉ ଦୀର୍ଘ 4 ଦିନ ଧରି ଏଠି ଯଜ୍ଞ ଆୟୋଜନ କରାଯିବ। ଆଜି ପ୍ରଭୁ ଦାରୁ ବ୍ରହ୍ମଙ୍କର ମହିମା ଏଠି ବହୁତ ବିଖ୍ୟାତ। 1969 ମସିହାରେ ଦାରୁ ବିଗ୍ରହ ସୁଦର୍ଶନ ଚକ୍ର ଏଠୁ ଯାଇଥିଲେ। ତେଣୁ ସେଦିନ ଠାରୁ ଆମେ ଗ୍ରାମବାସୀ ଠାକୁରଙ୍କର ବିଗ୍ରହ ପ୍ରତିଷ୍ଠା କରିନଥିଲୁ। କେବଳ ଫଟୋ ରଖିକିରି ପୂଜା ଅର୍ଚ୍ଚନା କରାଯାଉଥିଲା। ଆଜି ପ୍ରଭୁଙ୍କର ଦୟାରୁ ପତିତ ପାବନ ବିଗ୍ରହ ଦାରୁ ବ୍ରହ୍ମ ମୂର୍ତ୍ତି ଆସି ପ୍ରତିଷ୍ଠା 3 ଦିନ ପର୍ଯ୍ୟନ୍ତ ଯଜ୍ଞ ଚାଲିବ। ପ୍ରତିଷ୍ଠା କର୍ମ ଏବଂ ପଞ୍ଚମୁଖୀ ମହାବୀର ଠାକୁର ପ୍ରତିଷ୍ଠା ହେବେ। ସମସ୍ତ ଗ୍ରାମବାସୀ ଖୁଲିସ, ପାରଣା, ପଟିଗଡ଼ା, ଦିନେଲ, ଜୋରଗୁଳୁ, କୋଲର, ମାଧିପୁର, ଛତିନିଆ ସମସ୍ତ ଗ୍ରାମବାସୀ ମାନେ ମା ମାନେ ଆସି ପହଞ୍ଚି କଳସ ଜଳଯାତ୍ରାରେ ପହଞ୍ଚିଥିଲେ ଏବଂ ଆନନ୍ଦ ଉଲ୍ଲାସରେ ଜଳଯାତ୍ରା କରାଯାଇଥିଲା।